ରାଉରକେଲା ଏକ ବହୁ ଭାଷାଭାଷୀ ନଗରୀ। ଏଠି ବିଭିନ୍ନ ଭାଷାଭାଷୀ ଲୋକମାନେ ବସବାସ କରନ୍ତି। ସେଥିପାଇଁ ସ୍ପନ୍ଦନ ଆୟୋଜନ କରି ଆସିଛି ଏକ ବିଶେଷ ନିଆରା କାର୍ଯ୍ୟକ୍ରମ ଆଦିବାସୀ ନାଟକ ଓ ନୃତ୍ୟ। ଆସନ୍ତା ଜୁନ୍ ମାନେ ଆଜି 19 ତାରିଖ ଠାରୁ ଆରମ୍ଭ କରି 21 ତାରିଖ ପର୍ଯ୍ୟନ୍ତ 3 ଦିନ ବ୍ୟାପୀ ରାଉରକେଲା ସିଭିକ୍ ସେଣ୍ଟର ଠାରେ ସ୍ପନ୍ଦନ ଆୟୋଜନ କରୁଛି ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ। ଏଥିରେ ରାଉରକେଲା ଓଡ଼ିଶା ତଥା ଓଡ଼ିଶା ବାହାରୁ ମଧ୍ୟ ଆଦିବାସୀ ଭାଇ ଭଉଣୀମାନେ ଆସୁଛନ୍ତି ନାଟକ ଏବଂ ନୃତ୍ୟ ପରିବେଷଣ କରିବା ପାଇଁ। ଆପଣମାନେ ଜାଣନ୍ତି ଆମର ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ଭାଇ ଭଉଣୀମାନଙ୍କ ସଂଖ୍ୟା ଅନେକ। ତେଣୁ ସେମାନେ ତ ଆସିବେ ନାଟକ ଦେଖିବେ ଏବଂ ସେମାନେ ଆସୁଛନ୍ତି ନାଟକ କରିବେ। ଆଜି ଆସିଛନ୍ତି ମୟୂରଭଞ୍ଜର ଯଶୀପୁରରୁ ଆଦିବାସୀ ଭାଇ ଭଉଣୀମାନେ। ସେହି କଳାକାରମାନେ ସୁନ୍ଦର ନାଟକ ପରିବେଷଣ କରିବେ ଏବଂ ନୃତ୍ୟ ପରିବେଷଣ କରିବେ। ଆଦିବାସୀ ନୃତ୍ୟ ଏବଂ ନାଟକ ଦେଖିବା ପାଇଁ ଆପଣମାନଙ୍କୁ ବିନମ୍ର ଅନୁରୋଧ 6ଟା ସୁଦ୍ଧା ସିଭିକ୍ ସେଣ୍ଟରରେ ପହଞ୍ଚନ୍ତୁ। ଠିକ୍ 6:15-20ରୁ ଆରମ୍ଭ କରିବ ଆମର ନୃତ୍ୟ କାର୍ଯ୍ୟକ୍ରମ ଏବଂ ତାପରେ ପରେ ଆଦିବାସୀ ଭାଷା ଭିତ୍ତିକ ନାଟକ। ଆସନ୍ତୁ, ଆମକୁ ମଧ୍ୟ ସାହାଯ୍ୟ କରନ୍ତୁ, ସହାୟକ ହୁଅନ୍ତୁ ଦର୍ଶକ ହୋଇ। ବର୍ଷା ହେଲେ ମଧ୍ୟ ବର୍ଷାକୁ ଖାତିର ନ କରି ଆପଣମାନଙ୍କୁ ସିଭିକ୍ ସେଣ୍ଟରରେ ଆଜି ପହଞ୍ଚିବା ପାଇଁ ଏବଂ 3 ଦିନ ଧରି ଏହି ମହୋତ୍ସବକୁ ସଫଳ ରୂପ ଦେବା ସହିତ ଭଲ ଭଲ ନାଟକ ଏବଂ ନୃତ୍ୟ ଦେଖିବା ସହିତ ଆନନ୍ଦ ଲାଭ କରନ୍ତୁ। ସମସ୍ତଙ୍କୁ ଅନୁରୋଧ, ଆସିବେ ନିଶ୍ଚୟ। ନମସ୍କାର।